ଆପଣ ଚେଷ୍ଟା କରୁଛନ୍ତି କି ଡିଫରେଣ୍ଟ ଚ୍ୟାନେଲରେ କେମିତି ଗଭର୍ଣ୍ଣର ବନିଯିବେ? ନାଇଁ ମୁଁ ସେସବୁ ଚେଷ୍ଟା ନାହିଁ ମୋର। ମୁଁ ତ ଲୋକ କାମ କରୁଛି, କିଛି ନାହିଁ ମୋ ପାଖରେ। ମୁଁ ଯାଉଛି, ଏମିତି କେଉଁ ଗାଁ ନାହିଁ, ଏମିତି କେଉଁ ଜାଗା ନାହିଁ ଯୋଉଠି ଯାଇଛି ମୁଁ ଏବେ ବି କହୁଛି। ବିଜେପିରେ ମିଟିଂକୁ ଡାକୁଛନ୍ତି ଆପଣ? ବଡ଼ ବଡ଼ ମିଟିଂ ବୈଠକ? ବଡ଼ ବଡ଼ ମିଟିଂ ଡାକି ନାହାନ୍ତି, କିନ୍ତୁ ବିଜେପି ମାନେ ଡାକୁଛନ୍ତି, ପଚାରୁଛନ୍ତି। ପଚାରୁଛନ୍ତି। ଆମେ ଗୋଟେ ଭଲ ସଭାପତି ପ୍ରଧାନମନ୍ତ୍ରୀ ଆସିଲେ ଆପଣଙ୍କୁ ସୁଯୋଗ ମିଳୁଛି ମିଟିଂ ବୈଠକରେ ମିଶିବା? ମୁଁ ଯାଇଥିଲି, ପ୍ରଧାନମନ୍ତ୍ରୀ ରିସିଭ୍ କଲି। ଆଉ ଏବେ ଭଲ ସଭାପତି ବୋଲି କହିଲି ମନମୋହନ ବାବୁଙ୍କୁ। ଭଲ ହଁ ଭଲ ଚଳୁଛନ୍ତି। ଆଇ ଏମ୍ ଭେରି ହାପି, କାମଲି, କେଉଁ କଣ୍ଟ୍ରୋଭର୍ସି ନାହିଁ। ସେଇଭଳି ଦେଖିଲା ପରେ ମନେ ହେଉଛି ଭଲ ଲାଗୁଛି କିଛି କିଛି। ନୋଡ଼ା ଆସିଥିଲେ, ନୋଡ଼ାଙ୍କର ସହିତ ମୋର ବନ୍ଧୁତ୍ୱ, ପୁରୁଣା ସମ୍ପର୍କ। କେତେ ଭଲ ଲୋକ ସେ, ମିଶିଲେ ଜାଣିବେ। ଆରି ଭିତରେ ବିଜେଡି କଥା ମନେ ପଡୁଛି ନା ନାଇଁ? ନବୀନ ବାବୁଙ୍କ କଥା, ପୁରୁଣା ଦିନର କଥା, ବର୍ଷ ବର୍ଷ ଧରି ଯୋଉଠି ଆପଣ ସମୟ କଟେଇଛନ୍ତି, ରାତିରେ ଯାଇ ତାଙ୍କ ପାଇଁ ଅଧିକାଂଶ ଦିନ ପ୍ରଚାର କରି ଆପଣ ଘରେ ସେ ଛାଡିକିରି ଆସୁଛନ୍ତି। ସତ। ଆଉ ଆପଣଙ୍କୁ ସେ କହିଥିଲେ ଯେ ଆମେ କେହି କାହାକୁ ବିଟ୍ରେ କରିବାନି, ନା କହିଥିଲେ ନା ନାଇଁ? ହଁ ନିଶ୍ଚୟ। କଣ କହିଥିଲେ? କହିଥିଲି ବିଶ୍ୱାସଘାତକତା ମୋର ଜାତକରେ ନାହିଁ, ମୁଁ କାହାକୁ କରିନାହିଁ। ଯିଏ ମତେ ବିଶ୍ୱାସ, ଆପଣ ଜଗନ୍ନାଥଙ୍କ ଆଡକୁ ହାତ ବଢେଇକି କହିଥିଲେ ଯେ ମୁଁ ଧୋକା ଦେବିନି? ମୁଁ ଦେଇନି ତାଙ୍କୁ ଧୋକା। ହାତ ବଢେଇଥିଲେ ନା ନାଇଁ ଜଗନ୍ନାଥ? ହୋ ସିଓର କହିଥିଲି। ହାତ ବଢେଇ ଏବେ ବି ଅଛି। ଏବେ ମତେ ପଚାରିଲେ, ଆମେ କିଛି ସାମ୍ବାଦିକ ବନ୍ଧୁ ମୋର ପଚାରିଲେ, ଆରେ ଆପଣ କଣ ଆମେ ଶୁଣୁଛୁ ଜଗନ୍ନାଥଙ୍କ ସହିତ ମତେ କଥାବାର୍ତ୍ତା ହୁଅନ୍ତି, ଆପଣ କଥା କୁହନ୍ତି? ମୁଁ ସେଇମାନେ ଯେଉଁମାନେ ପଚାରିଲେ ତାଙ୍କୁ ଉତ୍ତର ଦେବି। ମୁଁ ତମେ ଦେଖିଛ ନା ଯେଉଁମାନେ କହୁଛନ୍ତି ସେମାନେ ଦେଖିଛନ୍ତି? ତେଣୁ କାହିଁ ହେଇପାରିବନି କଥାବାର୍ତ୍ତା। ତେଣୁ ଜଗନ୍ନାଥ କଣ ଆପଣ କହିଲେ? ମୁଁ ଶୀଘ୍ର ପାଣ୍ଡିଆନକୁ ନେଇଯାଆନ୍ତୁ, ଯୁଆଡ଼େ ସେ ବଡ଼ ହଉ, ଯୁଆଡ଼େ ନେଇଯାଆନ୍ତୁ, ଏଇ ଦଳରେ ରଖନ୍ତୁ ନାହିଁ। ଆରେ ଦିଦି, ହଁ ମୁଁ ନିଜେ ପ୍ରାର୍ଥନା କରି ଜଗନ୍ନାଥ। କଣ ପ୍ରାର୍ଥନା କଲେ? ମୁଁ ପାଣ୍ଡିଆନକୁ ଜଲ୍ଦି ନେଇଯାଆନ୍ତୁ ଏଠୁ, ଓଡ଼ିଶାରୁ ଉଚ୍ଚକୁ ନେଇଯାଆନ୍ତୁ, ଆହୁରି ମୋର ଆପତ୍ତି ନାହିଁ। କିନ୍ତୁ ବିଜେଡି ରଖନ୍ତୁ, ଓଡ଼ିଶାରେ ରଖନ୍ତୁ ନାହିଁ, ବିଜେପିକୁ ଧ୍ୱଂସ କରନ୍ତୁ ନାହିଁ, ଯେଉଁ ଦଳକୁ ଗଢ଼ିବାରେ ମୋର ପ୍ରମୁଖ ଭୂମିକା ଥିଲା। ଆପଣ ଜଗନ୍ନାଥଙ୍କ ସହିତ କଥା ହଉଛନ୍ତି ଏ ବିଷୟରେ? ମାନେ ପ୍ରେୟାର? ମୁଁ କହିଲି ପ୍ରେୟାର, ମୁଁ କହିଲି ଜଗନ୍ନାଥଙ୍କ ସହିତ କଥା କେମିତି ହୁଅନ୍ତି ଆପଣ? କଥା କଣ ହୁଏ, ଆପଣ ବି କଥା ହେଇପାରିବେ, ତା ନିର୍ଭର କରୁଛି ଆପଣଙ୍କର ଧ୍ୟାନ ଉପରେ। ଆପଣ କଣ ଧ୍ୟାନ କରନ୍ତି? ହଁ 2 ଘଣ୍ଟା କରେ, ଏବେ ବି କରୁଛି। ସକାଳେ ନା ରାତିରେ? ନାଇଁ କରେ ମୁଁ ଠିକ 4ଟାରୁ 6ଟା। ଲୋକ ବହୁତ ଥାଆନ୍ତି ଆପଣଙ୍କ ଘରେ, ସେମାନଙ୍କୁ ସେ ଡିଷ୍ଟର୍ବ ନାହିଁ। ମୋର ତ ଗୋଟିଏ ବଖରା ଘରେ ରହେ ଆଉ କରେ। ତ ଜଗନ୍ନାଥଙ୍କ ସହିତ କଥା ହୁଅନ୍ତି ଆପଣ? କହିଲି ପରା, ସେଟା ଆପଣ ଅନୁଭବ କରିପାରିବେ, ଆପଣ ବି କଥା ହେଇପାରିବେ। ନିର୍ଭର କରୁଛୁ ଆପଣଙ୍କ ଉପରେ। ପ୍ରାଣାୟାମଟା ଆପଣ କୋଉ ଢଙ୍ଗରେ କରିବେ ସେଟା ଆପଣଙ୍କୁ ଜଣା ନା, ଆଉ ମୁଁ କିନ୍ତୁ କହିବି। କୋଉ ଇସ୍ୟୁ ଉପରେ ଆପଣ ଜଗନ୍ନାଥଙ୍କୁ କଣ କଣ ସବୁ କହିଛନ୍ତି? କନଭରସେସନ କଣ? ମୁଁ ଗୋଟେ ଉଦାହରଣ ଦେଲି, ଗୋଟେ ଏଇ ମତେ ପଚରା ଯାଇଥିଲା, ମୁଁ କହିଦେଇଥିଲି। ଏତେ ସ୍ପଷ୍ଟ ଭାବରେ କେହି କହିନାହାନ୍ତି ଯାହା ମୁଁ ପାଣ୍ଡିଆନ ବାବୁଙ୍କ ବିରୁଦ୍ଧରେ କହିଲି। ଏବଂ ପାଣ୍ଡିଆନ ବାବୁ ବି କହିଥିଲେ ଗୋଟେ ସଭାରେ, ସେଇ କିଡ୍ସରେ କହୁଥିଲେ ଗୋଟେ ସଭାରେ ମୁଁ ଥିଲି, ଯେ ମୁଁ ପ୍ରସନ୍ନ ପାଟ୍ଟଶାଣୀ କ୍ଷମା ମାଗି ନେଉଛି କହିଥିଲେ। ରେକର୍ଡ ଅଛି, ଦେଖିଥିଲେ। ମୁଁ କହିବାକୁ ଦିନ ଆଉ ଏବେ ତ ମୋର ସମ୍ପର୍କ ନାହିଁ, ଆଉ କେମିତି କହିବି? ସମ୍ପର୍କ ନାହିଁ। ଆଉ ନବୀନ ନିବାସ କଥା ଆପଣଙ୍କର ମନେ ପଡୁନି? ନବୀନ ନିବାସଟା ମନେ ପଡ଼ିବ, ତାର ଇତିହାସ ଜଡ଼ିତ, କିନ୍ତୁ ଏବେ ବା ମନେ ପକେଇ ମୋର ଲାଭଟା କ'ଣ ହବ? ଥରେ ଛାଡ଼ିଦେବା ପରେ ପୁଣି ଏକମୁହାଁ ହେଇକି ବର୍ତ୍ତମାନ ମୁଁ ଚାଲିଛି ଗୋଟାଏ ଦିଗରେ, ଅନନ୍ତ ଦିଗନ୍ତ ପରିବ୍ୟାପ୍ତ, ତାରି ଭିତରେ ଚାଲିଛି। ମୁଁ ପଛକୁ କାହିଁକି ଫେରିବି? ଆଗକୁ ଚାଲିବି, ପଛକୁ ଫେରିବିନି। ମୁଁ ସେଟା ଭାବେନି, ପଛ ହିଁ ପଛ। ପଛରେ ଏତେ ଘଟଣା ଘଟିଯାଇଛି, ଏତେ ଦୁର୍ଘଟଣା ଘଟିଯାଇଛି, କ'ଣ ନ ଘଟି ଜୀବନରେ। ଏ ଲଷ୍ଟ ମାଇ ବୋଥ୍ ଦ ଆଇଜ୍, ଅନ୍ଧ ହେଇଥିଲି। ତାପରେ ବହି ଲେଖିଯିବ କ'ଣ, ମାନେ ବହି ନ ଲେଖିଛି ନକ୍ସଲବାଦ ଉପରେ, କ'ଣ ବା ନ ଲେଖିଛି ବିପ୍ଳବ ଉପରେ, କ'ଣ ବା ନ ଲେଖିଛି ପ୍ରେମ ଉପରେ, ଧର୍ମ ଉପରେ, ସବୁ। କିନ୍ତୁ ମୋର ପ୍ରଚାର ହୁଏ ନା। ପ୍ରଚାର ଆପଣଙ୍କର ବହୁତ ହୁଏ, ସମସ୍ତେ ଆପଣଙ୍କ ପାଖରେ ବୁମ୍ ଧରିକି ରଖିଥାନ୍ତି, ଲଗେଇଥାନ୍ତି ଟିଭି ଚ୍ୟାନେଲ ମାନେ।
ମୁଁ ସେଟା ଜାଣିନି ତୁମକୁ ଧନ୍ୟବାଦ ପ୍ରଚାର ଆପଣଙ୍କୁ ବହୁତ ହୁଏ ଆପଣଙ୍କର